ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ପୁନର୍ବାର ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ଏହି ପ୍ରକାର ପ୍ରତିଦିନ ଆପଣମାନଙ୍କୁ ସ୍ୱାଗତ କରିବା ଏହା ଆମମାନଙ୍କ ନିମନ୍ତେ ଅତ୍ୟନ୍ତ ଖୁସି ଓ ଆନନ୍ଦର ବିଷୟ ଅଟେ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଆପଣ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଏହି ପ୍ରକାର ଆପଣମାନେ ନିରନ୍ତର ଆମମାନଙ୍କୁ ଉତ୍ସାହିତ କରୁଥିବେ ବୋଲି ଆମେ ଅନୁରୋଧ କରୁଛୁ। ଆପଣଙ୍କର କମେଣ୍ଟସ୍ ଗୁଡ଼ିକକୁ ଆମମାନେ ଦେଖୁଛୁ, ଆଉ ଆପଣଙ୍କର ପ୍ରାର୍ଥନାର ଅନୁରୋଧକୁ ନେଇ ଆମେ ପ୍ରାର୍ଥନା କରୁଛୁ। ଆପଣମାନଙ୍କୁ ପ୍ରଭୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ନିଜ ହାତରେ ନିଜର କ୍ଷତି। ନିଜ ହାତରେ ନିଜର କ୍ଷତି। ଗୋଟେ ପଦ ଆମେ ପଢ଼ିବା। ଆମେ ହିତୋପଦେଶ ପୁସ୍ତକ 14 ଅଧ୍ୟାୟର 1 ପଦ, ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥଇ ମାତ୍ର ଅଜ୍ଞାନ ସ୍ୱହସ୍ତରେ ତାହା ଭାଙ୍ଗି ପକାଏ। ପ୍ରିୟମାନେ, ଗୋଟେ ଅଜ୍ଞାନ ସ୍ତ୍ରୀ ନିଜ ଘରକୁ ଭାଙ୍ଗିବା ପାଇଁ କାହାକୁ ଡାକିବା ଦରକାର ନାହିଁ। ସେ ତାର ନିଜର ହସ୍ତରେ ତାର ଘରକୁ ଭାଙ୍ଗି ଦିଏ। ଗୁଣବତୀ ସ୍ତ୍ରୀ ଆପଣା ଗୃହକୁ ତିଆରି କରେ, ଗୁନ୍ଥେ, ବହୁତ ସୁନ୍ଦର ରଖେ। ମାତ୍ର ଗୋଟେ ଅଜ୍ଞାନ ସ୍ତ୍ରୀ ତାର ନିଜର ସ୍ୱହସ୍ତରେ ତାର ନିଜର ଘରକୁ ସେ ଭାଙ୍ଗି ଦିଏ। ତାର ଘରକୁ ଭାଙ୍ଗିବା ପାଇଁ ଶୈତାନର ଆବଶ୍ୟକ ନାହିଁ। ତା ଘରକୁ ଭାଙ୍ଗିବା ପାଇଁ କୌଣସି ବାହାର ଶତ୍ରୁର ଆବଶ୍ୟକ ନାହିଁ। ତାର ନିଜର ହସ୍ତରେ ତାର ନିଜର ଘରକୁ ଭାଙ୍ଗି ଦିଏ। ପ୍ରିୟମାନେ, ନିଜ ହସ୍ତରେ ନିଜର କ୍ଷତି କରୁଛନ୍ତି। ଆଜି ଏହି ପ୍ରକାର ଅନେକ ପରିବାର ଗୁଡ଼ିକ ଭାଙ୍ଗି ଛାରଖାର ହେଇଯାଇଛି, ଖଣ୍ଡ ଖଣ୍ଡ ହେଇଯାଇଛି। ଅନ୍ୟ କିଏ ଭାଙ୍ଗି ନାହାନ୍ତି, ବାହାରୁ କିଏ ଭାଙ୍ଗି ନାହାନ୍ତି, ସେମାନେ ନିଜେ ସ୍ୱହସ୍ତରେ ତାହା ଭାଙ୍ଗି ଦେଇଛନ୍ତି। ଏହା ବହୁତ ବହୁତ ଦୁଃଖର ବିଷୟ। ଆମେ ଅନ୍ୟ କାହାକୁ ଆମେ ଦୋଷ ଆମେ ଦେଇପାରିବା ନାହିଁ, କାରଣ ଆମେ ନିଜେ ସେଇ ଘରକୁ ଆମେ ଭାଙ୍ଗି ଦେଇଛୁ। ଆମେ କାହିଁକି କି ପ୍ରକାର ଭାଙ୍ଗିଲୁ? ଆମେ ଆମର ଅଜ୍ଞାନତା, ସ୍ତ୍ରୀ ମାନଙ୍କର ଅଜ୍ଞାନତା ସେମାନଙ୍କର ଘରକୁ ଭାଙ୍ଗି ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଅନେକ ସ୍ତ୍ରୀ ମାନେ ଅଛନ୍ତି ଯେଉଁମାନେ କି ନିଜେ ନିଜେ ସବୁ ବିଷୟ କରିବା ପାଇଁ ଚାହୁଁଛନ୍ତି, ନିଜର ଇଚ୍ଛା ଅନୁସାରେ ସବୁ ବିଷୟ କରିବା ପାଇଁ ଚାହାନ୍ତି, ଆଉ ସେମାନେ ନିଜର ଘରକୁ ଭାଙ୍ଗି ଦିଅନ୍ତି। ଗୋଟେ ଜ୍ଞାନବାନ ସ୍ତ୍ରୀ ସେ ପ୍ରଥମ କାମ କ'ଣ କରେ? ନିଜର ସ୍ୱାମୀଙ୍କର ବଶୀଭୂତ ହେଇକା ରହେ। ଏଇଟା ଗୋଟେ ଜ୍ଞାନବାନ ସ୍ତ୍ରୀ ନିଜ ଘରକୁ କି ପ୍ରକାର ଭାବରେ ତିଆରି କରେ? ସେ ନିଜର ସ୍ୱାମୀଙ୍କର ବଶୀଭୂତ ହୁଏ। ମାତ୍ର ଆଜି ଆମେ ଦେଖୁଛୁ ଯେ ଏଇ ଯେଉଁ ଅର୍ଡର ରହିଛି, ପରମେଶ୍ୱର ଘରକୁ ଯେଉଁ ପ୍ରକାର ଅର୍ଡରରେ ରଖିଛନ୍ତି, ସେ ଅର୍ଡରରେ ସେମାନେ ନ ରଖି ସେମାନେ ନିଜେ ସବୁ କିଛି କରିବା ପାଇଁ ଚାହାନ୍ତି। ସ୍ୱାମୀ ନିଜେ ସବୁ କିଛି କରିପାରିବେ ନାହିଁ, କି ସ୍ତ୍ରୀ ନିଜେ ସବୁ କିଛି କରିପାରିବେ ନାହିଁ। ଉଭୟ ମିଶିକିନା କରିବାର ଆବଶ୍ୟକ ରହିଛି। ନିଜେ ନିଜେ ସବୁ ଡିସାଇଡ କରିଦେବେ, ନିଜେ ନିଜେ ସବୁ କରିଦେବେ। ପ୍ରିୟମାନେ, ଆଜି ଏହି ପ୍ରକାର ଅନେକ ଲୋକ ଅଛନ୍ତି ଯେଉଁମାନେ କି ନିଜର ଜ୍ଞାନ, ନିଜର ବୁଦ୍ଧି, ନିଜର ସୁବିବେଚନାରେ ଆଉଜି ପଡ଼ି ନିଜ ଘରକୁ ଭାଙ୍ଗି ଦିଅନ୍ତି, ନିଜ ଘରକୁ ଗୁନ୍ଥି ପାରନ୍ତି ନାହିଁ ନିଜର ସ୍ୱହସ୍ତରେ। ପ୍ରଥମେ ଆପଣ କହିବା ପାଇଁ ଚାହେଁ, ଗୋଟିଏ ସ୍ତ୍ରୀ ତାଙ୍କର ଘରକୁ କେମିତି ଗୁନ୍ଥିବ, କେମିତି ସେ ସଜାଡ଼ିକା ରଖିବ? ସେ ନିଜର ସ୍ୱାମୀଙ୍କର ବଶୀଭୂତ ହେବ। ସ୍ୱାମୀଙ୍କର ଯେଉଁ ସ୍ତ୍ରୀ ବଶୀଭୂତ ହୁଏ, ସେ ନିଜର ଘରକୁ ତିଆରି କରେ। ମାତ୍ର ଯେଉଁ ଅଜ୍ଞାନ ସ୍ତ୍ରୀ, ସେ ନିଜର ସ୍ୱାମୀଙ୍କର ବଶୀଭୂତ ହୁଏ ନାହିଁ, ବିଦ୍ରୋହ କରେ। ମୁଁ ଶିକ୍ଷିତ, ମୁଁ ସବୁ ଜାଣିଛି, ମୋର ଦେଇ ସବୁ ହେଇପାରିବ, ଏହି ପ୍ରକାର ଭାବି ସେମାନେ ନିଜର ଘରକୁ ସେମାନେ ନିଜେ ଭାଙ୍ଗି ଦିଅନ୍ତି। ପ୍ରିୟମାନେ, କାହାର ପରାମର୍ଶ ନେବେ ନାହିଁ। ମୁଁ ଆକା ସବୁ ଜାଣିଛି, ମୁଁ ସର୍ବଜ୍ଞ, ମୋ ଦେଇ ସବୁ ହେଇଯିବ, ଏହି ପ୍ରକାର କରି ସେ ନିଜର ପରିବାର ଗୁଡ଼ିକକୁ ଭାଙ୍ଗି ଦିଅନ୍ତି। ଆଉ ଗୋଟିଏ ଜ୍ଞାନବତୀ ସ୍ତ୍ରୀ ଆପଣ ଦେଖିବେ ସେ କେତେ ସୁନ୍ଦର। ଆମେ ପଢ଼ିବା 31 ଅଧ୍ୟାୟ ହିତୋପଦେଶ ଏହାର 26 ପଦରେ, ସେ ଜ୍ଞାନରେ ଆପଣା ମୁଖ ଫିଟାଏ, ତାହାର ଜିହ୍ୱାରେ ଦୟାର ବ୍ୟବସ୍ଥା ଥାଏ। ଗୋଟେ ଜ୍ଞାନବତୀ ସ୍ତ୍ରୀ, ତା ଜିହ୍ୱା ଉପରେ ତାର ନିୟନ୍ତ୍ରଣ ଥାଏ। ତା ଜିହ୍ୱାକୁ ଠିକରେ ସେ ବ୍ୟବହାର କରିବାକୁ ଜାଣେ। କାହା ସହିତ କେମିତି କଥାବାର୍ତ୍ତା ହେବାର ଅଛି। ଗୋଟିଏ
ଜ୍ଞାନବତୀ ସ୍ତ୍ରୀ ଗୋଟେ ବୁଦ୍ଧିମତୀ ସ୍ତ୍ରୀ ତାଙ୍କର ଜିହ୍ୱାରେ ଦୟାର ବ୍ୟବସ୍ଥା ଥାଏ। ସେ ଜ୍ଞାନରେ ଆପଣା ମୁଖ ଫିଟାଏ। ନିଜର ଘରକୁ ଜ୍ଞାନବତୀ ସ୍ତ୍ରୀମାନେ ତିଆରି କରନ୍ତି। ମାତ୍ର ଏଠି ଲେଖାଯାଏ ଯେ ଅଜ୍ଞାନ ସ୍ତ୍ରୀ ନିଜର ସ୍ୱହସ୍ତରେ ଭାଙ୍ଗି ଦିଅନ୍ତି। ପ୍ରିୟମାନେ, ଆମେ ଯେତେବେଳେ ଘର ତିଆରି କରୁ, ଆମେ କଣ୍ଟ୍ରାକ୍ଟରର ପରାମର୍ଶ ନେଇକିନା ଆମେ ଘର ତିଆରି କରୁ, ଯାହାଦ୍ୱାରା କି ଆମ ଘର ମଜବୁତ ହେବ, ସୁନ୍ଦର ହେବ, ସବୁ ଜାଗାରେ ଠିକ୍ ହେବ। ଯଦି ଆମେ ତାଙ୍କର ପରାମର୍ଶ ନେବୁ ନାହିଁ, ଆମ ଇଚ୍ଛା ଅନୁସାରେ କରିବୁ, ସେ ଘର ଭାଙ୍ଗିବ, ସେ ଘର ଭାଙ୍ଗିବ। ପ୍ରିୟମାନେ, ସବୁ ବିଷୟରେ ଆମେ ସମସ୍ତଙ୍କର ପରାମର୍ଶ ନେବାର ଅଛି। ମାତ୍ର ଏମାନଙ୍କର ଜିହ୍ୱା ଏତେ ବଡ଼ ଥାଏ। ମୁଁ କାହାକୁ କୌଣସି ପ୍ରକାର ଭାବରେ ଦୋଷାରୋପ କରୁନାହିଁ, କାରଣ ନିଜ ହସ୍ତରେ ନିଜର କ୍ଷତି କରିବା ଅନେକ ଅଛନ୍ତି। କାରଣ ଜ୍ଞାନବାନ ପୁରୁଷ ଆପଣା ସ୍ୱାମୀ ଆପଣା ଘର ଗୁନ୍ଥେଇ ବୋଲି ଲେଖାଯାଏ ନାହିଁ। ଘର ଗୁନ୍ଥିବାର ଦାୟିତ୍ୱ, ଶକ୍ତି, ସାମର୍ଥ୍ୟ ପରମେଶ୍ୱର ସେ ସ୍ତ୍ରୀଙ୍କୁ ଦେଇଛନ୍ତି। ଗୋଟିଏ ପରିବାର ବା ଗୋଟିଏ ଗୃହର ସଫଳତା ପଛରେ ଗୋଟିଏ ସ୍ତ୍ରୀଙ୍କର ହାତ ଅଛି, ଆଉ ଗୋଟିଏ ଗୃହର ବିଫଳତା ପଛରେ ମଧ୍ୟ ଗୋଟିଏ ସ୍ତ୍ରୀର ହାତ ଅଛି। ବାହାର ଲୋକ ଆସି ଆମ ଘରକୁ ଭାଙ୍ଗେ ନାହିଁ, ଆମେ ନିଜେ ଆମର ଅଜ୍ଞାନତା ଆମ ଘରକୁ ଭାଙ୍ଗି ଦିଏ। ଆମର ଜିହ୍ୱାରେ ଦୟାର ବ୍ୟବସ୍ଥା ରହିବାର ଅଛି। ଆମର କଥାବାର୍ତ୍ତା କାହା ସହିତ କି ପ୍ରକାର କଥାବାର୍ତ୍ତା ହେବାର ଅଛି, କେତେବେଳେ କ'ଣ କହିବାର ଅଛି। ପ୍ରିୟମାନେ, ସେଥିପାଇଁ ପିତର ଯିଏକି ବାହା ହେଇଥିଲେ, ଆଉ ସେହି ପିତର ଏତେ ସୁନ୍ଦର ଭାବରେ ସେଇ ପଦକୁ ସେ ଲେଖୁଅଛନ୍ତି। ଲେଖାଯାଏ ପ୍ରଥମ ପିତର 3 ଅଧ୍ୟାୟର 1 ପଦରୁ, ସେହିପରି ହେ ଭାର୍ଯ୍ୟାମାନେ, ତୁମେମାନେ ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତ ହୁଅ। ତାପରେ 2 ପଦରେ ସେ ଲେଖୁଛନ୍ତି, ବଶୀଭୂତ ହେବାର ଯେଉଁ ଅର୍ଥଟା, ଯେଉଁ ବିଷୟକୁ ସେ ଲେଖୁଛନ୍ତି, ଯେପରି ସେମାନଙ୍କ ମଧ୍ୟରୁ କେହି କେହି ବାକ୍ୟର ଅନାଜ୍ଞାବହ ହେଲେ ସୁଦ୍ଧା ତୁମ୍ଭମାନଙ୍କର ସଭୟ ସଦାଚରଣ ଦେଖି ବାକ୍ୟ ବିନୁ ଆପଣା ଆପଣା ଭାର୍ଯ୍ୟାର ଆଚରଣ ଦ୍ୱାରା ପରିବର୍ତ୍ତିତ ହେବେ। କେତେ ସୁନ୍ଦର! ପ୍ରିୟମାନେ, ଆମର ଜିହ୍ୱାଟାକୁ ଆମେ କଣ୍ଟ୍ରୋଲ କରିବାର ଶିଖିବାର ଆବଶ୍ୟକ ରହିଛି। ଆମେ କେଉଁ ସମୟରେ କଥା କହିବା, କେଉଁ ସମୟରେ କଥା କହିବା ନାହିଁ, ଆମର ଜିହ୍ୱାକୁ ତାହା ଆମେ ଟ୍ରେନ୍ କରିବାର ଆବଶ୍ୟକ ରହିଛି। ଗୋଟିଏ ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହକୁ ଗୁନ୍ଥେ, ମାତ୍ର ଗୋଟେ ଅଜ୍ଞାନ ସ୍ତ୍ରୀ ତାର ସ୍ୱହସ୍ତରେ ତାର ଘରକୁ ଭାଙ୍ଗିଦିଏ। ନିଜେ ନିଜର କ୍ଷତି କରିବା, ନିଜ ହସ୍ତରେ ନିଜର କ୍ଷତି। ଆଜି ଆପଣ ସେମିତି କରୁନାହାନ୍ତି ତ? ଆପଣଙ୍କର ଘର ଭଲ ରହୁ, ଆପଣଙ୍କ ଘରେ ସୁଖ ରହୁ, ଆପଣ ସ୍ୱାମୀ ସ୍ତ୍ରୀ ମିଶିକିନା ରୁହନ୍ତୁ, ଆପଣଙ୍କର ପୁଅ ଝିଅମାନେ ସମୃଦ୍ଧି ପ୍ରାପ୍ତ ହୁଅନ୍ତୁ। ଏହା ପରମେଶ୍ୱରଙ୍କ ଇଚ୍ଛା, ଏହା ପରମେଶ୍ୱରଙ୍କ ଇଚ୍ଛା। ଆଉ ଯଦି ତାହା ହେବାର ଅଛି, ତାହେଲେ ସ୍ତ୍ରୀଙ୍କର ଦାୟିତ୍ୱ ନିଜ ସ୍ୱାମୀଙ୍କର ବଶୀଭୂତ ହେବେ, ଆଉ ଆପଣା ଜିହ୍ୱାକୁ ନିୟନ୍ତ୍ରଣ ରଖିବେ। ଆଉ ସ୍ୱାମୀଙ୍କର ଦାୟିତ୍ୱ ନିଜ ସ୍ତ୍ରୀକୁ ପ୍ରେମ କରିବେ, ସମ୍ମାନ ଦେବେ, ସମାଦର କରିବେ। ଯଦି ଏହି ବିଷୟ ଯଦି ଆମେ କରିବା, ତାହେଲେ ଆମ ଘରକୁ କେହି ଭାଙ୍ଗି ପାରିବେ ନାହିଁ, ଆମ ଘରକୁ କେହି ମଧ୍ୟ ଭାଙ୍ଗି ପାରିବେ ନାହିଁ। ପ୍ରିୟମାନେ, ଆମ ଘରକୁ ଆମେ ନିଜେ ଭାଙ୍ଗୁଛୁ, ବାହାର ଲୋକ କେହି ଭାଙ୍ଗୁନାହାନ୍ତି। ସେଥିପାଇଁ ଆପଣମାନଙ୍କୁ ବାକ୍ୟରୁ ଏତିକି କହିବା ପାଇଁ ଚାହେଁ, ଆଜି ଅନେକଙ୍କର ଘର ସେମାନେ ନିଜେ ଭାଙ୍ଗିଛନ୍ତି। ବାକ୍ୟର ବିରୁଦ୍ଧରେ ଯାଇ, ପରମେଶ୍ୱରଙ୍କ ବିରୁଦ୍ଧରେ ଯାଇ ସେମାନେ ନିଜର ଘରକୁ ଭାଙ୍ଗିଛନ୍ତି। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମମାନଙ୍କର ଘର ପରିବାର ସୁଖ ଶାନ୍ତି ଆନନ୍ଦ ମିଳନ ଏକତାରେ ଆମେ ରହିବା, ଏହା ପରମେଶ୍ୱରଙ୍କ ଇଚ୍ଛା। ସେଥିପାଇଁ ସେ ପରିବାରକୁ ତିଆରି କରିଛନ୍ତି। ପରିବାରରେ ସୁଖ ଶାନ୍ତି ଆନନ୍ଦ ପ୍ରଚୁର ପରିମାଣରେ ଦେବା ପାଇଁ ସେ ଇଚ୍ଛା କରୁଛନ୍ତି। ସେଥିପାଇଁ ସେ ଆମମାନଙ୍କୁ ଏହି ବାଇବଲ ଦେଇଛନ୍ତି। ପ୍ରିୟମାନେ, ନିଜ ଘରକୁ ନିଜେ ଭାଙ୍ଗନ୍ତୁ ନାହିଁ, ନିଜ ହସ୍ତରେ ନିଜ କ୍ଷତି କରନ୍ତୁ ନାହିଁ। ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ନିଜ ଜୀବନକୁ ସଜାଡ଼ନ୍ତୁ। ନିଜ ସ୍ତ୍ରୀଙ୍କୁ ପ୍ରେମ କରନ୍ତୁ, ସ୍ତ୍ରୀମାନେ ନିଜ ସ୍ୱାମୀଙ୍କର ବଶୀଭୂତ ହୋଇ ରୁହନ୍ତୁ। ତାହେଲେ ଆପଣଙ୍କ ଘରକୁ କୌଣସି ଶତ୍ରୁ ଶୈତାନ ଭାଙ୍ଗି ପାରିବ ନାହିଁ। ପ୍ରାର୍ଥନା କରିବା। ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ, ପ୍ରଶଂସା କରୁଛୁ, ଗୌରବ କରୁଛୁ। ଆମ ଘରେ ସୁଖ ରହୁ, ସ୍ୱାମୀ ସ୍ତ୍ରୀ ମିଶି ରହୁ, ପ୍ରତି ଅବସ୍ଥାରେ ସୁଖ ଦୁଃଖରେ ପରସ୍ପରକୁ ଆମେ ସାହାଯ୍ୟ କରିପାରିବୁ। ଏଥି ନିମନ୍ତେ ତୁମେ ଆମମାନଙ୍କୁ ପ୍ରଭୁ ବହୁତ ସୁନ୍ଦର ଭାବରେ
ତୁମେ ସ୍ୱାମୀ ସ୍ତ୍ରୀ ଭାବରେ ଗଠନ କରିଛ, ବାଇବଲ ତୁମେ ଦେଇଛ। ଆଜି ଅନେକ ନିଜ ଘରକୁ ଭାଙ୍ଗୁଛନ୍ତି। ମୁଁ ପ୍ରାର୍ଥନା କରେ ପ୍ରଭୁ ଘରଗୁଡ଼ିକକୁ ତୁମେ ତିଆରି କର, ଘରଗୁଡ଼ିକ ଅତି ଉତ୍ତମ ଭାବରେ ଆଗକୁ ବଢ଼ିବ, ଅନୁଗ୍ରହ ପ୍ରଦାନ କର। ପ୍ରଭୁ ଅନ୍ୟମାନଙ୍କର କଥାରେ ପଡ଼ି ନିଜ ଘରକୁ ଆମେ ପର କଥାରେ ଘରନାଶ ପରି ଆମେ ନ କରି ନିଜ ପରିବାରକୁ ଅତି ଉତ୍ତମ ଭାବରେ ଆମେ ଚଲେଇ ପାରିବୁ, ଅନୁଗ୍ରହ ପ୍ରଦାନ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ଯୀଶୁ ନାମରେ ମାଗୁଛୁ, ଆମେନ୍। ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯଦି ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଗୋଟେ ନୂଆ ପ୍ରସଙ୍ଗରେ ଆମେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ, ଗଡ୍ ବ୍ଲେସ୍ ୟୁ।